महामहिम स्वर्गस्थ पिता तुम्भ महानामर मु धन्यवाद करुअछि। पवित्र पिता एही बेलारे आम्हे माने तुम्भ वाक्य ध्यान करिबा पई जाउअछु। स्वर्ग आम पई खोली दियो राजा एवं तुम्भर दैवीय बाणी आम मानकु सुनाओ। आमे कौनसी योग्यता संपन्न नाहु, केवल तुमे ही आमर वक्ता। एणु ए समय एवं तुम्भर आत्मा एठारे गमनागम आउ प्रत्येक प्रभु आशीर्वाद पा तुम्हारा प्रार्थना जिसुंक मांगे आमेन। आम प्रसंग को कही जने पिला माने जदि माइक रे पढ़िबे तो बहुत भलो हेबो। एवरी पुस्तक ताहार 3 अध्याय 14 पद। कारण आरंभ रे आंभ मानकर जेउ विश्वास थिला ताहा जदि शेष पर्यंत दृढ़ रूपे धरि रखु ताहा हेले ख्रीष्टंक सहभागी होई रहिबु। समस्ते मो सहित टिके पाळी धरिबे कि मो कहिबी मो पछे पछे आपण माने समस्ते कहिबे। जहार बाइबल अछि तो भलो कथा खोलिकी मध्य रखी पारिबे। जो माने बाइबल आनी नाहंती तो मो सहित पाळी धरंतु। एपरि लिखा अछि कारण आरंभ रे आम्भ मानकर जो विश्वास थिला ताहा जदि शेष पर्यंत दृढ़ रूपे धरी रखु ताहा हेले ख्रीष्टंक सहभागी होई रहिबु। आरंभ रे जेओ विश्वास थिला सेई विश्वास को शेष पर्यंत दृढ़ भावरे धरी रखिबा को। प्रभु को लोक माने अनेकंकर आरंभ भलो थाए शेष भलो थाए। प्रायतः अधिकांश मंडलीर सही अवस्था हम ओडिसा रे। मंडली मानकर आरंभ बहुत भलो। जदि इतिहास को अनुसंधान करिबा आ खोजिबा मंडली गुडाकर आरंभ बहुत भलो थिला। एई अंचलर मंडली हेउ कि अन्य अंचलर मंडली हेउ, ग्रामांचलर हेउ कि सहरांचलर हेउ, आरंभ बहुत भलो थाए। परे परे काहे कि के जानी भलो रहु नाही। प्रिय ईश्वर लोक माने बाइबल आम्भ मानक कहे आरंभ अपेक्षा समाप्ति भलो। जा हो ए पदटा मने अछि। आम आरंभ भलो हेबा दरकार, भलो हेबा दरकार। जने जदि आरंभ करिके समाप्त करि पारला नै जे कोनसी काम। रवि बाबू गीत आरंभ कले अधारे छाड़ी देले केमति लागे? आपण माने गीत अधारे छाड़ी देबे
ଆପଣ ଭାତ ରାନ୍ଧିବେ ଅଧାରେ ଚୁଲି ଲିଭେଇ ଦେବେ, ଆପଣ କଢେଇରେ ମାଉଁସ ବସାଇବେ ଅଧାରେ ଚୁଲି ଲିଭିଯିବ, ଆପଣ ବିବାହ ବେଦୀରେ ବସିଥିବେ ବାହାଘର ଅଧା ଚାଲିଥିବ ବର ଉଠିକି ପଳେଇବ, ଆପଣ ମ୍ୟୁଜିକ ଶିଖୁଥିବେ ଅଧାରୁ ଛାଡିଦେବେ, କିଛି ଲାଭ ହବ ବାବୁ? କିଛି ହବନି। ବାଇବଲ ଟ୍ରେନିଂ ଯାଇଥିବେ ଅଧାରୁ ପଳେଇ ଆସିବେ, କୌଣସି ତାଲିମ ନଉଥିବେ ଅଧା ଶିଖିଥିବେ, ଆଉ ଯୋଉମାନେ ଅଧା ଅଧାରେ ରହନ୍ତି ଏ ଅଳ୍ପ ବିଦ୍ୟା ବଡ ଭୟଙ୍କରୀ, ବେଶୀ ସମସ୍ୟା ଥାଏ। ଏଣୁ ଆମର ଆରମ୍ଭ ଯେମିତି ଥିଲା ଶେଷ ସେମିତି ହେଲେ ରହିବା କଥା, ତାଠୁ ଅଧିକ ଭଲ ହେଲେ ରହିବା କଥା। ଆମର ଶେଷ ଖାଲି ସେମିତି ରହିଲେ ଯଥେଷ୍ଟ ନାହିଁ, କେତେକ ବିଷୟରେ ଶେଷ ଆହୁରି ଭଲ ହେବା କଥା। କିନ୍ତୁ ବିଶ୍ୱାସ ସମ୍ବନ୍ଧରେ ଆମର ବିଶ୍ୱାସ ଆରମ୍ଭରେ ସେମିତି ଥିଲା, ଶେଷରେ ସେମିତି ରହିବା କଥା। କିନ୍ତୁ ବାକ୍ୟ ଜ୍ଞାନରେ ସେମିତି ରହିଲେ ହେବ ନାହିଁ। ଆରମ୍ଭରେ ବାକ୍ୟ ଯେତିକି ଜାଣୁଥିଲୁ 30 ବର୍ଷ ପରେ ବି ସେତିକି ଜାଣୁଛୁ ବୋଲି ହବ କି? ନାହିଁ। ଆମେ ସ୍କୁଲରେ ଗଲା ବେଳେ 15 ବର୍ଷ ସ୍କୁଲ ଗୁଡାକ ଗଲା ପରେ ବି ଯଦି ନାଇଁ ମୁଁ ଆରମ୍ଭରେ ଯୋଉ ଶିଖୁଥିଲି କଲେଜ ଯାଇକି ମଧ୍ୟ ହିଁ ଶିଖୁଛି ବୋଲି କହିଲେ କେତେ ଦୁଃଖର କଥା। ଏଣୁ ଜ୍ଞାନ ବିଷୟରେ ଆମର ଆରମ୍ଭ ଅପେକ୍ଷା ଶେଷ ଅଧିକ ହେବା ଦରକାର। ପବିତ୍ରତା ବିଷୟରେ ଆମର ଆରମ୍ଭ ଅପେକ୍ଷା ଅଧିକ ଶେଷ ଅଧିକ ଭଲ ହେବା ଦରକାର। ଏଣୁକରି ପରମେଶ୍ୱର କହନ୍ତି ଗୋଟିଏ ମଣ୍ଡଳୀକୁ ପ୍ରକାଶିତ ପୁସ୍ତକ ବାହାର କରନ୍ତୁ 2:19 ପଦ, 2 ଅଧ୍ୟାୟର 19 ପଦ। ଆମ୍ଭେ ତୁମ୍ଭର କର୍ମ, ପ୍ରେମ, ବିଶ୍ୱାସ, ସେବା ଓ ଧୈର୍ଯ୍ୟ ଜାଣୁ, ପୁଣି ତୁମ୍ଭର ବର୍ତ୍ତମାନ କର୍ମ ତୁମ୍ଭର ପୂର୍ବ କର୍ମ ଗୁଡ଼ିକ ଅପେକ୍ଷା ଯେ ଅଧିକ ଏହା ମଧ୍ୟ ଜାଣୁ। ସେମାନଙ୍କର ବର୍ତ୍ତମାନର କର୍ମ ପୂର୍ବ କର୍ମ ଅପେକ୍ଷା ଅଧିକ। ହାଲେଲୁୟା। ଆମର ବି କର୍ମ ପୂର୍ବ ଅପେକ୍ଷା ଅଧିକ ହେବାକୁ ପଡିବ। ଅନେକ କ୍ଷେତ୍ରରେ ଆମର ଯାହା ଥିଲା ସେତିକି ରହିଲେ ଭଲ, କିନ୍ତୁ ଆଉ କେତେକ କ୍ଷେତ୍ରରେ ଆମର ପୂର୍ବ ଅପେକ୍ଷା ଅଧିକ ହେବାର ଅଛି। କମ ରହିଲେ ହେବ ନାହିଁ। ମାଇକ୍ର ସାଉଣ୍ଡ ମଧ୍ୟ ଆରମ୍ଭ ଅପେକ୍ଷା ଟିକେ ଅଧିକ ଭଲ ହେବାର ଅଛି। ହଁ ନା ଅପରେଟର ବାବୁ, କଣ କର ଟିକେ। ହାଲେଲୁୟା, ପ୍ରେଜ୍ ଦ ଲର୍ଡ। ପଡୋଶୀ ଲୋକକୁ ଟିକେ ଅନାନ୍ତୁ ଆଉ ତା ସହିତ ହାତ ମିଶାନ୍ତୁ, ହ୍ୟାଣ୍ଡ ଶେକ୍ କରନ୍ତୁ, କୁହନ୍ତୁ ଆପଣ ବେଶୀ ସୁନ୍ଦର ଦେଖା ଯାଉଛନ୍ତି ବୋଲି କୁହନ୍ତୁ। କାହିଁକି ମାନେ ମିଛ ପ୍ରଶଂସା ଭଲ ଲାଗେ ତ। ଓକେ, ପ୍ରଭୁଙ୍କ ନାମର ଗୌରବ ହଉ। ମୁଁ ଆସି ବାକ୍ୟକୁ ଖାଲି ଆରମ୍ଭ କରିକି ରଖିବି, କାଲିକି ଯେମିତି ଆମେ ବହୁତ ସମୟ ଶୁଣିବା। ଆଜି ଯେହେତୁ ବିଳମ୍ବ ହେଇଯାଇଛି, ଏଣୁ ବହୁତ ସମୟ ଆପଣ ମାନଙ୍କୁ ବସାଇବି ନାହିଁ ବୋଲି ଭାବୁଛ କି? ବସେଇ ମଧ୍ୟ ପାରେ, କିନ୍ତୁ ନାହିଁ। ଅଳ୍ପ ସମୟ ଆମେ ଦେଖିବା, ଅଳ୍ପ ସମୟ। ବାକ୍ୟକୁ ଆମେ 2 ଭାଗରେ ବାଣ୍ଟିବା। ଆଜି ମୁଁ ଆପଣ ମାନଙ୍କୁ କହିବି ଆମର ଆରମ୍ଭ ଅପେକ୍ଷା ଶେଷ କେତେ ଜଣଙ୍କର ଖରାପ ହେଇଗଲା। 7 ଜଣଙ୍କର କଥା ମୁଁ ଟିକେ କହିବି।
କାଲିକି ଆମେ ତାହାକୁ ଆଉ ଟିକେ ଆଗକୁ କଢାଇ ନେବା। ଆରମ୍ଭରେ ସେମାନଙ୍କର ଯାହା ଯାହା ଥିଲା ଶେଷ ବେଳକୁ ତାହା ତାହା ସେମାନେ ଧରି ରଖି ପାରିଲେ ନାହିଁ। ଏହି ତାଲିକାରେ ପ୍ରଥମ ବ୍ୟକ୍ତି ହେଉଛନ୍ତି ରାଜା ସାଉଲ। ସାଉଲ ରାଜାଙ୍କର ଆରମ୍ଭ ବହୁତ ଭଲ ଥିଲା। ଯଦି ଆପଣ ମାନେ ପଢିବାକୁ ଚାହିଁବେ, ପରମେଶ୍ୱର ତାଙ୍କୁ ଅଧା ରାସ୍ତାରେ ଅଗ୍ରାହ୍ୟ କରିଦେଇଛନ୍ତି। ପ୍ରଥମ ସାମୁଏଲ ବାହାର କରନ୍ତୁ ଆଉ ଦେଖନ୍ତୁ ତାହାର 14 ଅଧ୍ୟାୟ ବାହାର କରନ୍ତୁ। ତେର ଅଧ୍ୟାୟର 14 ପଦ ପଢନ୍ତୁ। ମାତ୍ର ଏବେ ତୁମ୍ଭର ରାଜତ୍ୱ ସ୍ଥିର ହେବ ନାହିଁ। ସଦାପ୍ରଭୁ ନିଜ ମନର ମତ ଏକ ଜଣ ଆପଣା ପାଇଁ ଅନ୍ୱେଷଣ କରିଅଛନ୍ତି। ସଦାପ୍ରଭୁ ଆପଣା ଲୋକମାନଙ୍କ ଉପରେ ତାହାକୁ ଅଗ୍ରଣୀ ନିରୂପଣ କରିଅଛନ୍ତି। କାରଣ ସଦାପ୍ରଭୁ ତୁମ୍ଭକୁ ଯାହା ଆଜ୍ଞା କରିଥିଲେ ତୁମ୍ଭେ ତାହା ପାଳନ କଲ ନାହିଁ। ଶୁଣନ୍ତୁ, କାହାର ଆରମ୍ଭ ଭଲ ହେଲା କିନ୍ତୁ ଶେଷ ଭଲ ହେଲା ନାହିଁ, ସେ ହେଉଛନ୍ତି ରାଜା ସାଉଲ। କାହିଁକି? ପାୱାର ଅଛି, ପୋଜିସନ ଅଛି, ସିଂହାସନ ଅଛି, ଦେଶର ରାଜା ସିଏ, କିନ୍ତୁ ବାକ୍ୟ ପାଳନ କଲେ ନାହିଁ। ବେଳେ ବେଳେ ସେବା କାର୍ଯ୍ୟରେ ପ୍ରଭୁ ଆମକୁ ଆସନ ପୋଜିସନ ଦେବେ, ଆଉ ଯଦି ଆମେ ତାଙ୍କ ବାକ୍ୟାନୁଯାୟୀ ଜୀବନ ବିତାଇବା ନାହିଁ, ଆମର ଆରମ୍ଭ ଭଲ ହେଇପାରେ କିନ୍ତୁ ଶେଷ ଭଲ ହବ ନାହିଁ। ପ୍ରଭୁଙ୍କ ଲୋକମାନେ ଏଣୁକରି ଆରମ୍ଭ ଠାରୁ ଶେଷ ପର୍ଯ୍ୟନ୍ତ ଭଲ ହେଇ ରହିବା ପାଇଁ ହେଲେ ଗୋଟିଏ ସୂତ୍ର, ଆରମ୍ଭ ପ୍ରଥମ ସୂତ୍ର ହେଲା ଆଜ୍ଞାବହତା। ସେଇ ଭୁଲ ଆଉ ଜଣେ କଲେ। ତାଙ୍କର ଆରମ୍ଭ ଏତେ ଭଲ ଥିଲା ଯେ ପରମେଶ୍ୱରଙ୍କ ପରି ଥିଲା, କିନ୍ତୁ ତାଙ୍କର ଶେଷ ଭଲ ହେଲା ନାହିଁ। ସେ ମଧ୍ୟ ଆଜ୍ଞାବହ ହେଲେ ନାହିଁ। ସେ ହେଉଛନ୍ତି ଆଦମ ହବା। ଆଦମ ହବାଙ୍କର ଆରମ୍ଭ ପରମେଶ୍ୱରଙ୍କ ପରି ଥିଲା। ପରମେଶ୍ୱର ଯେମିତି ଦେଖା ଯାଉଥିଲେ ଆଦମ ହବା ସେମିତି ଦେଖା ଯାଉଥିଲେ। ପରମେଶ୍ୱର ନିଜ ପ୍ରତିମୂର୍ତ୍ତିରେ ସାଦୃଶ୍ୟରେ ନିର୍ମାଣ କରିଥିଲେ। ପରମେଶ୍ୱରଙ୍କ ରୂପ ଯେମିତି ଆଦମ ହବାଙ୍କ ରୂପ ସେମିତି। ପରମେଶ୍ୱର ଯେପରି ପବିତ୍ର, ଆଦମ ହବା ସେପରି ପବିତ୍ର। ପରମେଶ୍ୱର ଯେପରି, ଆଦମ ହବା ସେପରି ନିରୋଗ। ରୋଗ ନାହିଁ, ପାପ ନାହିଁ, ଦୁଃଖ ନାହିଁ, କ୍ଲେଶ ନାହିଁ, କୌଣସି ପ୍ରକାର ଅସୁଚିତା ନାହିଁ। ଆଦମ ହବା ଈଶ୍ୱରଙ୍କ ପରି ଥିଲେ। ଆରମ୍ଭରେ ଆଜ୍ଞା ଲଙ୍ଘନ କରୁ କରୁ ସବୁ ହରାଇ ବସିଲେ। ଏଣୁ ଆମେ ଯୀଶୁଙ୍କୁ ଗ୍ରହଣ କଲୁ ସତ, କିନ୍ତୁ ଯୋଉ ବାକ୍ୟ ଆମକୁ ଦିଆଯାଇଛି ତାହାକୁ ଧରିକି ଚାଲୁଛୁ କି ନା? ଖାଲି ବର୍ଷ ପରେ ବର୍ଷ ବିତିଗଲା, ଆମେ ଯୀଶୁଙ୍କୁ ଗ୍ରହଣ କଲୁ, ଆମେ ଖ୍ରୀଷ୍ଟିଆନ ହେଲୁ, ଆମ ପିଲାମାନେ ଜନ୍ମ ହେଲେ, ସେମାନେ ଖ୍ରୀଷ୍ଟିଆନ ପରିବାରରେ ଜନ୍ମ ହେଲେ, ଚଳିବ ନାହିଁ, ଚଳିବ ନାହିଁ। ଆପଣ ବି ବାକ୍ୟକୁ ମାନିକି ଚାଲନ୍ତୁ, ଆପଣଙ୍କ ପିଲାମାନେ ମଧ୍ୟ ବାକ୍ୟକୁ ମାନିକି ଚାଲନ୍ତୁ। ଯେହେତୁ ଆଦମ ହବାଙ୍କର ଶେଷ ଅବସ୍ଥା ଭୟଙ୍କର ଥିଲା, ପତନ ହେଇଗଲା, ତାଡ଼ିତ ହେଇଗଲେ, ଅନନ୍ତ ଜୀବନ ହରାଇଲେ, ପାପର ଦାସ ହେଇଗଲେ, ଶୟତାନର ଫାନ୍ଦରେ ପଡିଗଲେ, ରୋଗ ପଶିଲା, ମୃତ୍ୟୁ ଆସିଲା, ଦୁଃଖ ଆରମ୍ଭ ହେଲା, ସବୁ ହରାଇଲେ। କାରଣ ଗୋଟିଏ ଭୁଲ, ଆଜ୍ଞା ଲଙ୍ଘନ। ଶୁଣନ୍ତୁ, ଆମେ ଯେ କେହି ହେଉ,
ଆଜି ମୁଁ ଏଠାରେ ଠିଆ ହେଇ ପ୍ରଚାର କରୁଛି, ଯଦି ମୁଁ ମଧ୍ୟ ଈଶ୍ୱରଙ୍କ ବାକ୍ୟକୁ ଗୁରୁତ୍ୱ ଦେବି ନାହିଁ ନିଜ ଜୀବନ ପାଇଁ, ମୋର ଶେଷ ବିପଦ ହେଇପାରେ। ଏଣୁ ଶୁଣନ୍ତୁ, ବିଚାର ଦିନରେ ସମସ୍ତ ବିଶ୍ୱାସୀ ମାନଙ୍କୁ ବିଚାର କରାଯିବ। କାହାକୁ ଆଜ୍ଞା ସ୍ୱର୍ଗରେ ସ୍ଥାନ ଦିଆଯିବ? ଯେ ବାକ୍ୟ ଅନୁଯାୟୀ ଜୀବନ ଯାପନ କରିଛି। ମୁଁ ଯୀଶୁଙ୍କୁ ଜାଣିଥିଲି, ମୁଁ ଯୀଶୁଙ୍କୁ ବିଶ୍ୱାସ କରୁଥିଲି, ଯେ ମୁଁ ବାକ୍ୟ ପାଳନ କରୁନଥିଲି। ମଦ ପିଇକି, ଖଇନି ଖାଇକି, ଗୁଟକା ଖାଇକି, ପାପ କରିକି, ବ୍ୟଭିଚାର କରିକି, ଦୁନିଆ ଧନ୍ଦା କରିକି, ଖ୍ରୀଷ୍ଟିଆନ ହେଇକି ରହିକି କଣ ଭାବୁଛନ୍ତି ଆପଣ ମାନେ ସ୍ୱର୍ଗ ଚାଲିଯିବେ? ଆମର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଈଶ୍ୱରଙ୍କ ବାକ୍ୟରେ ଆମକୁ ସ୍ଥିର ହେଇକି ରହିବାକୁ ପଡିବ। ବୋଲେ ସାଉଲ ହରାଇଲା ପରି, ଆଦମ ହବା ହରାଇଲା ପରି ହରାଇ ବସିବେ। ଦ୍ୱିତୀୟ ବ୍ୟକ୍ତି ବା ଦ୍ୱିତୀୟ ବିଷୟ, ବ୍ୟକ୍ତି କହିଲେ ସୀମିତ ହେଇଯିବ। ଦ୍ୱିତୀୟ ବିଷୟ ହେଲା ଲୋଭ। ଲୋଭ ହେତୁରୁ କାରି ଆରମ୍ଭ ଭଲ ଥିଲା, କିନ୍ତୁ ଶେଷ ଖରାପ ହେଇଗଲା। ଲୋଭକୁ ସାନ ପାପ ବୋଲି ଭାବନ୍ତୁ ନାହିଁ। ଜଣେ ହେଲେ ଗିହେଜି, ଆଉ ଜଣେ ହେଲେ ଇସ୍କାରିୟତ ଯିହୁଦା। ଏ ଦୁଇ ଜଣ ବ୍ୟକ୍ତି, ଏମାନଙ୍କର ଆରମ୍ଭ ବହୁତ ଭଲ ଥିଲା। ଗିହେଜି ଏଲିୟଙ୍କ ଶିଷ୍ୟ ଏଲିଶାଙ୍କ ପଛେ ପଛେ ଚାଲୁଛି। ଏଲିୟଙ୍କର 2 ଗୁଣ ପାଇଥିଲେ ଏଲିଶା। ଏଲିୟଙ୍କର କେତେ ଗୁଣ ପାଇପାରିଥାନ୍ତା ଗିହେଜି? 4 ଗୁଣ। ଏଲିଶାଙ୍କର 2 ଗୁଣ ମାଗି ପାରିଥାନ୍ତା ସେ। ଏଲିଶାଙ୍କର 2 ଗୁଣ ଯଦି ମାଗିଥାନ୍ତା, ଏଲିଶା ଦେଇଥାନ୍ତେ କି ନାହିଁ? ସେ ନିଜେ ପାଇଛନ୍ତି ପରା, ସେ ଦେଇଥାନ୍ତେ। କିନ୍ତୁ ଫଟା କପାଳ, କାହିଁକି ସେ ହରାଇଲା? ଜଏନ୍ କରିଥିଲା ମିନିଷ୍ଟ୍ରିରେ, ଭାବିଥିବ ଦିନେ ମୁଁ ଚେୟାରମ୍ୟାନ ହେବି, ଦିନେ ମୁଁ ଡାଇରେକ୍ଟର ହେବି, ଦିନେ ମୁଁ ବଡ ପ୍ରଫେଟ ହେବି, ଦିନେ ମୁଁ ବିଶପ ହେବି, ଦିନେ ମୁଁ ବଡ ସ୍ପିକର ହେବି, ଦିନେ ମୁଁ ଗ୍ରେଟ ମ୍ୟାନ ଅଫ ଗଡ ହେବି। କିନ୍ତୁ ଲୋଭ ଖାଇଦେଲା। ଆପଣ ମାନେ ଲୋଭୀ ନଥିବେ ବୋଲିକି ମୁଁ ଭାବୁଛି। ଦଶମାଂଶ ଦଉଛନ୍ତି ତ? ନା 10 ଟଙ୍କା ପକଉଛନ୍ତି ଖାଲି? ଆମ ଲୋକମାନେ ଦାନ ଦେବାରେ ବହୁତ ଦୁର୍ବଳ। କାହିଁକି? ଲୋଭ। କାଲିକି ମତେ ଲାଗୁଛି କଏନ ଆସିବ ନାହିଁ ଦାନ ସଂଗ୍ରହ ବେଳୁ। 5 ଟଙ୍କା, 10 ଟଙ୍କା ଥଳି ଗୁଡାକ ଓଜନ ହେଇଯାଉଛି। ଆମେ ଲୁଗା ଦୋକାନକୁ ଗଲେ ବଡ ବଡ ନୋଟ ନେଇକି ଯାଉଛି। ପ୍ରଭୁଙ୍କୁ ଦେଲା ବେଳକୁ ହାତ ପଛକୁ ହେଇଯାଉଛି। କାହିଁକି? ଲୋଭ। ମୁଁ ପଚାରିବି ନାହିଁ କେତେ ଲୋକ ବିଶ୍ୱସ୍ତ ଭାବରେ ଦଶମାଂଶ ଦଉଛ ବୋଲି, କିନ୍ତୁ ଆମ ଲୋକମାନେ ଦିଅନ୍ତି ନାହିଁ। ଚୋର ଗୁଡାକ ପ୍ରଭୁଙ୍କର ପକେଟ ମାରି ଦିଅନ୍ତି। ମୁଁ ତ କହିବି ଚର୍ଚ୍ଚର କାନ୍ଥରେ ଲେଖ, ପକେଟ ମାର ପ୍ରତି ସାବଧାନ। କାର ପକେଟ ମାରୁଛନ୍ତି ଏମାନେ? ପ୍ରଭୁଙ୍କର ପକେଟ। ଦଶମାଂଶକୁ ନେଇକି ବହୁତ ତର୍କ ବିତର୍କ ଚାଲିଛି, ଦେବା କଥା ନ ଦେବା କଥା ଇତ୍ୟାଦି କଥା ଚାଲିଛି। ଆରେ ଦିଅ, କିଛି ତ ଦିଅ ପ୍ରଭୁଙ୍କୁ। ଦଶମାଂଶ କିଛି ନାହିଁ, ଅଧିକ ଦେବା କଥା। ଜଣେ ଲୋଭୀ ଲୋକ, କେହି ଏତେ ଲୋଭୀ ଯେ ନିଜ ଦେହର ଜ୍ୱର ମଧ୍ୟ ଦେବେ ନାହିଁ କାହାକୁ, ଦେହର ମଇଳା ବି କାହାକୁ ଦେବେ ନାହିଁ। ଏତେ ଲୋଭୀ, କିଛି ଦେବେ ନାହିଁ। ମୁଁ କହିବା ପାଇଁ ଚାହେଁ,
লোভ হেতুରୁ ଇସ୍କାରିୟ ଜିହୁଦା ଆରମ୍ଭ କରିଥିଲା, ହରାଇ ଦେଲା। ଗେହଜୀ ଆରମ୍ଭ କରିଥିଲା, ହରାଇ ଦେଲା। ଲକ୍ଷ୍ୟ ଭ୍ରଷ୍ଟ ହେଇଯିବ। କାହିଁକି ଆଜ୍ଞା ବିଲିୟମ ହରାଇଲା? ଆରମ୍ଭ କରିଥିଲା ଭାବବାଦୀ ହେଇକି, ଶେଷ କରିପାରିଲା ନାହିଁ। ଲୋଭ। କେହି କେହି ଏତେ ଲୋଭୀ ଯେ ପଡୋଶା ଘର ଲୋକକୁ ଟିକେ ସାହାଯ୍ୟ କରିବେ ନାହିଁ। ଟଙ୍କା ଥିବ, ଧନ ଥିବ, ଖାଇବାକୁ ଥିବ, ପିନ୍ଧିବାକୁ ଥିବ, ଦେବେନି। ଏଣୁ ମୁଁ କହିବା ପାଇଁ ଚାହେଁ, ପ୍ରଭୁଙ୍କ ଲୋକମାନେ, ଯଦି ଆମର ଆରମ୍ଭ ଅପେକ୍ଷା ଶେଷ ଭଲ ହେଉ, ଆରମ୍ଭ ଠାରୁ ଶେଷ ଭଲ ହେଉ, ଶେଷ ପର୍ଯ୍ୟନ୍ତ ଆମେ ଭଲ ହେଇକି ରହୁ, ଲୋଭ ଛାଡନ୍ତୁ। କାହିଁକି ଲୋଭ ଛାଡିବା କଥା ଦରକାର? ଲୋଭ ପ୍ରତିମା ପୂଜା ସହିତ ସମାନ ଅଟେ। ଲୋଭ ଗୋଟିଏ ଏତେ ଭୟଙ୍କର ପାପ ଯେ ତାହାକୁ ମୂର୍ତ୍ତି ପୂଜା ବୋଲି କୁହାଯାଉଛି। ଏତେ ବଡ ପାପ ଅଟେ। ବାହାର କରନ୍ତୁ ଏଫେସୀୟ ମଣ୍ଡଳୀକୁ ପାଉଲଙ୍କର ପତ୍ର, ସେଠାରେ ଲେଖା ଅଛି 5 ଅଧ୍ୟାୟ 5 ପଦ। କାରଣ ତୁମ୍ଭେମାନେ ନିଶ୍ଚୟ ରୂପେ ଜାଣ ଯେ କୌଣସି ବ୍ୟଭିଚାରୀ ବା ଅଶୁଦ୍ଧାଚାରୀ ବ୍ୟକ୍ତି ବା ଲୋଭୀ, ସେ ତ ଦେବପୂଜକ, ଏମାନଙ୍କର ଖ୍ରୀଷ୍ଟ ଓ ଈଶ୍ୱରଙ୍କର ରାଜ୍ୟରେ ଅଧିକାର ନାହିଁ। ସେ ତ ଦେବ ପୂଜକ। ଯଦି ଆପଣ ଭାବୁଛନ୍ତି ମୁଁ ଖାଲି ଲୋଭୀ ସିନା, ମୁଁ ଆଉ କଣ ପାପ କରୁଛି କି? ନାହିଁ। ଲୋଭ କରିବା, ଦେବ ପୂଜା କରିବା ଏକା ପାପ ଅଟେ। ପୁଣି ଲେଖା ଅଛି ଧନ ଲୋଭ ସମସ୍ତ ଅନର୍ଥର ମୂଳ ଅଟେ। ଭୟଙ୍କର ପାପ। ପ୍ରଭୁଙ୍କ ପାଇଁ ଖର୍ଚ୍ଚ କରିବା, ଗରିବ ମାନଙ୍କ ପାଇଁ ଖର୍ଚ୍ଚ କରିବା, ସେବକ ମାନଙ୍କ ପାଇଁ ଖର୍ଚ୍ଚ କରିବାରେ କେହି ପଛ ଘୁଞ୍ଚା ହୁଅନ୍ତୁ ନାହିଁ। କାହିଁକି? ତହିଁରେ ବହୁତ ପୁରସ୍କାର ଆପଣ ଫେରି ପାଇବେ। ଆଉ ଲୋଭୀ ମାନେ କେବଳ ଲୋଭୀ ହେଇ, ଲୋଭାକ୍ରାନ୍ତ ହେଇକି ସେମାନଙ୍କର କ୍ଷତି ହେବ, ସବୁ ହରାଇ ବସିବେ ସେମାନେ। ଏଣୁ ସାବଧାନ। ଲୋଭୀ ଲୋକର ଆରମ୍ଭ ଅପେକ୍ଷା ଶେଷ ଭଲ ହୁଏ ନାହିଁ। ଏହା ଦ୍ୱିତୀୟ ବିଷୟ, ମନେ ରଖିବେ। ତୃତୀୟ ପାପ, ଯଦି ଜଣେ ଶାରୀରିକ ଅଭିଳାଷକୁ ଦମନ କରେ ନାହିଁ, ତାର ଶେଷ ଭଲ ହେବ ନାହିଁ। ଏଲି ଯାଜକର ପିଲାମାନେ ଆରମ୍ଭ ଭଲ ଥିଲା ସେମାନଙ୍କର। ମୁଁ ପଢାଇବି ନାହିଁ, ଆପଣ ଲେଖୁଛନ୍ତି ଲେଖି ନିଅନ୍ତୁ। ପ୍ରଥମ ସାମୁଏଲ ତାହାର 3 ଅଧ୍ୟାୟ, 2 ଅଧ୍ୟାୟ, 4 ଅଧ୍ୟାୟ, 5 ଅଧ୍ୟାୟ, এই 4 ଅଧ୍ୟାୟ। ସେମାନେ ଯାଜକ ଥିଲେ। ହଫନି, ପିନହସ ସିନ୍ଦୁକ ଧରିକି ଯିବାର ସେବା ପାଇଥିଲେ, ସମାଗମ ତମ୍ବୁର ସେବା ପାଇଥିଲେ। କିନ୍ତୁ ତମ୍ବୁ ନିକଟରେ ସେବାକାରୀ ସ୍ତ୍ରୀ ମାନଙ୍କୁ ଭ୍ରଷ୍ଟ କରୁଥିଲେ। এই ହେତୁରୁ, ଦୁଷ୍ଟତା ହେତୁରୁ, ଅଭିଳାଷ ହେତୁରୁ ସେମାନଙ୍କର ଶେଷ ଭଲ ହେଲା ନାହିଁ। ମଲେ ଯୁଦ୍ଧରେ, ଖଡ୍ଗ ଘାତ ହେଇକି ମଲେ। ଶୁଣ, ଯଦି କେହି ଶାରୀରିକ ଅଭିଳାଷକୁ ଦମନ କରିବ ନାହିଁ, ସେ ସେବକ ହଉ କି ବିଶ୍ୱାସୀ, ସେ ନୂଆ ହଉ କି ପୁରୁଣା, ତାର ଶେଷ ଭଲ ହବ ନାହିଁ। ବିଲକୁଲ ଭଲ ହବ ନାହିଁ। ଆମର ଶେଷ ଯଦି ଭଲ ହେଉ ବୋଲି ଚାହୁଁଛନ୍ତି, ବ୍ୟଭିଚାରରୁ ପଳାୟନ କରନ୍ତୁ, ଅଭିଳାଷରୁ ପଳାୟନ କରନ୍ତୁ, କାମୁକଥାରୁ ପଳାୟନ କରନ୍ତୁ, ଶରୀରକୁ ଶୁଚି କରିକି ଧରି ରଖନ୍ତୁ। ଆମେ କେତେ ଖ୍ରୀଷ୍ଟିଆନ, କେତେ ପୁରୁଣା, ଆମେ କେତେ ଧାର୍ମିକ ଦେଖାଯାଉଛୁ, ଆମେ କେତେ ବଡ ପୋଷ୍ଟରେ ଅଛୁ, ଆମେ କେତେ ବାକ୍ୟ ଜାଣିଛୁ, କିଛି କାମ ଦେବ ନାହିଁ। ହଫନି ପିନହସି ପଦ ପଦବୀରେ ଥିଲେ, ଯାଜକ ହେଇକି ଥିଲେ, ସିନ୍ଦୁକ ଧରିକି ଯାଉଥିଲେ, ବେଦୀର ସେବା କରୁଥିଲେ, କିନ୍ତୁ ପାପ ଛାଡି ନାହାନ୍ତି। ବିଶେଷ କରି ଅଭିଳାଷ, ବ୍ୟଭିଚାର ଛାଡି ନାହାନ୍ତି। କି ଲାଭ ହେବ? ଭାବି ଦେଖନ୍ତୁ, ଆରମ୍ଭ କରିକି ଆତ୍ମାରେ, ଶେଷ ହଉଛି ଶରୀରରେ। କି ଲାଭ ହେବ?
ଆରମ୍ଭ କରିକି ଶେଷ କରିପାରିଲେ ନାହିଁ କି ଲାଭ ହବ? ସାବଧାନ। ଆତ୍ମାରେ ଆରମ୍ଭ କରିକି ଶରୀରରେ ସିଦ୍ଧ ହେଉଛନ୍ତି କେହି କେହି। ସାବଧାନ ପ୍ରିୟ ଈଶ୍ୱରଙ୍କ ଲୋକମାନେ। ଏହା ତୃତୀୟ ବିଷୟ, ଯୋଉମାନେ ଅଭିଳାଷର ଅନୁଗାମୀ ସେମାନଙ୍କର ଶେଷ ଭୟଙ୍କର ଦୁର୍ଦ୍ଦଶାରେ ହୁଏ। ଚତୁର୍ଥ କଥା ମୁଁ କହୁଛି, ଯେଉଁମାନେ ଆସନର ଲୋଭୀ ସେମାନଙ୍କର ଶେଷ ଭଲ ହୁଏ ନାହିଁ। ଆସନ ଲୋଭୀ, ପଦ ପଦବୀର ଲୋଭୀ। ପ୍ରଭୁ ଆପଣଙ୍କୁ ମନୋନୀତ କରିଛନ୍ତି ତ ନିଶ୍ଚୟ ସେ ଦେବେ। ଯଦି ପ୍ରଭୁ ଆପଣଙ୍କୁ ବାଛିଛନ୍ତି କୌଣସି ପଦ ଦେବା ପାଇଁ କେହି ଅଟକାଇ ପାରିବ ନାହିଁ, ସେ ଦେବେ। କିନ୍ତୁ ପଦ ପଦବୀକୁ ପାଇବା ପାଇଁ କୌଣସି କୁ ଯନ୍ତ୍ରଣା ମନ୍ତ୍ରଣା ନ କରୁ। ସେମାନଙ୍କର ଶେଷ ଖରାପ ହେଇଯାଏ। ଉଦାହରଣ ହଉଛି ଜାରବିଆମ। ଜାରବିଆମକୁ ପ୍ରଭୁ ଟାଣି ଆଣିକି ସିଂହାସନ ଦେଇଥିଲେ। ଷ୍ଟୋରିକୁ ଆପଣ ମାନେ ପାଇପାରିବେ ପ୍ରଥମ ରାଜାବଳୀ 12 ଅଧ୍ୟାୟ, 13 ଅଧ୍ୟାୟ, 14 ଅଧ୍ୟାୟ। ଜାରବିଆମ କିଏ ଥିଲା? ତାର ପିତୃପୁରୁଷ ମାନେ ରାଜା ନଥିଲେ। ଯଦି ଆପଣ ଜାରବିଆମ କଥା ଦେଖିବେ, ଜାରବିଆମର ପିତୃପୁରୁଷ ମାନେ ସେମାନେ ରାଜା ନଥିଲେ। ଜାରବିଆମ ଗୋଟିଏ ସାଧାରଣ ଲୋକ ଥିଲା। ଆଉ ସୋଲୋମନ ତାହାକୁ ଆଣିକି ପଦ ପଦବୀରେ ବିଭୂଷିତ କଲେ। ଯୋସେଫ ବଂଶ ଉପରେ ତାହାକୁ ଅଧ୍ୟକ୍ଷ କଲେ। କାହିଁକି? ଆଉ ସେ ଦେଖିଲା ମତେ ପ୍ରଭୁ ରାଜା ବନାଉଛନ୍ତି। ମୁଁ ଘଟଣାକୁ ସଂକ୍ଷିପ୍ତ କରୁଛି। କାଳେ ମୋ ଲୋକମାନେ ଯଦି ଜିହୁଦାକୁ ପଳେଇବେ ତ ରାଜ୍ୟ ସେମାନଙ୍କର ହେବ, ମୁଁ କାଳେ ଆସନ ହରାଇବି ବୋଲିକି ବେଥେଲରେ ଗୋଟେ, ଦାନରେ ଗୋଟେ ସୁନାର ବାଛୁରୀ ତିଆରି କରିକି ରଖିଲା। ଆଉ କହିଲା, ହେ ଇସ୍ରାଏଲୀୟ ମାନେ, ଏ ବାଛୁରୀ ହିଁ ସଦାପ୍ରଭୁ। କାହିଁକି ଆଜ୍ଞା ବାଛୁରୀ ତିଆରି କଲା? ଲୋକମାନେ ଯଦି ଜେରୁସାଲେମକୁ ଯିବେ, ଜେରୁସାଲେମର ରାଜାକୁ ଦେଖିବେ, କାଳେ ସେପଟ ରାଜାକୁ ଭଲ ପାଇବେ, ମତେ ମାରିଦେବେ, ମୋର ଆସନ ପଳେଇବ। କେହି କେହି ଥାନ୍ତି କାହାକୁ ଆସନ ନ ମିଳୁ, ମତେ ହିଁ ଆସନ ମିଳୁଥାଉ। ମୁଁ କହିବା ପାଇଁ ଚାହେଁ, ଯଦି ପ୍ରଭୁ ଚାହିଁବେ ଆପଣଙ୍କୁ ଆସନ ଦେବା ପାଇଁ କେହି ଅଟକେଇ ପାରିବେନି। କିନ୍ତୁ ଆସନ ପାଇବା ପାଇଁ ଲୋଭାକ୍ରାନ୍ତ ହୋଇ ଷଡ଼ଯନ୍ତ୍ର କରିକି କୁକର୍ମ କରିବାର କେବେ ନାହିଁ। ଯଦି ସେମିତି କରନ୍ତି ସେମାନଙ୍କର ଶେଷ ଖରାପ ହେଇଯିବ। ପ୍ରମାଣ ହେଉଛି ଲୁସିଫର। ଲୁସିଫରକୁ ପ୍ରଭୁ ଆସନ ଦେଇଥିଲେ। ସ୍ୱର୍ଗରେ ତାର ଗୋଟେ ସିଂହାସନ ଥିଲା, କିନ୍ତୁ ସେ ଆଉ ବଡ଼ ସିଂହାସନ ପାଇଁ ଲୋଭୀ ହେଉଛି। ସେ ରହିପାରିଲା ନାହିଁ, ତାର ପତନ ହେଲା। ମୁଁ କହିବା ପାଇଁ ଚାହେଁ, ଯୋଉମାନେ ଆସନ ପାଇଁ ମରନ୍ତି, ଆଜିକାଲିର ମଣ୍ଡଳୀ ମାନଙ୍କରେ ପଦ ପଦବୀ ପାଇବା ପାଇଁ, ସେକ୍ରେଟାରୀ ହେବା ପାଇଁ, ପ୍ରେସିଡେଣ୍ଟ ହେବା ପାଇଁ, ଲିଡର ହେବା ପାଇଁ ଷଡ଼ଯନ୍ତ୍ର ଚାଲିଛି। ପଇସା ଖାଉଛନ୍ତି, ଲାଞ୍ଚ ଦେଉଛନ୍ତି। ଇଏ ଖରାପ ହେଇଗଲା। ସାବଧାନ ପ୍ରଭୁଙ୍କ ଲୋକମାନେ। ଲୁସିଫରରେ ଆରମ୍ଭ ଭଲ ଥିଲା, ସ୍ୱର୍ଗଦୂତ ଥିଲା, ଶେଷରେ ଭୂତ ହେଇଗଲା, ଶୈତାନ ହେଇଗଲା। ଜାରବିଆମର ଆରମ୍ଭ ଭଲ ଥିଲା, ଶେଷରେ ଅଭିଶପ୍ତ ହେଇଗଲା। କାହିଁକି? ପଦ ପଦବୀର ଲୋଭ। ମୁଁ ଆପଣମାନଙ୍କୁ ଚେତାଇ ଦେବା ପାଇଁ ଚାହେଁ, ଆମର ଆରମ୍ଭ ଆଉ ଶେଷ ଭଲ ହେଇକି ରହୁ ବୋଲି ଚାହୁଁଛନ୍ତି।
ପଦ ପଦବୀର ଲାଳସା ନ ରହୁ। ପ୍ରଭୁ ଯଦି ଦେଉଛନ୍ତି ପଦ ପଦବୀ, ତହିଁରେ ବିଶ୍ୱସ୍ତ ହେଇକି ସେବା କରିବା କଥା। ଲାଳସା ନ ରହୁ, ନହେଲେ ଆମେ ବି ବିନଷ୍ଟ ହେବାର ବିଳମ୍ବ ହେବ ନାହିଁ। ମୁଁ କହିଲି ଆଜ୍ଞାବହତା ଯଦି ଅଛି, ପ୍ରଥମ କଥା, ତାହେଲେ ଆମେ ଆରମ୍ଭରୁ ଶେଷ ଯାଏ ଭଲ ହେଇକି ରହିବା। ଯଦି ଆମେ ଲୋଭ ଶୂନ୍ୟ ହେଇକି ଯିବା, ତାହେଲେ ଆମେ ବି ଆରମ୍ଭରୁ ଶେଷ ଯାଏ ଭଲ ହେଇକି ରହିପାରିବା। ତୃତୀୟ କଥା ମୁଁ କହିଲି, ଯଦି ଆମେ ଶାରୀରିକ ଅଭିଳାଷକୁ ଦମନ କରିବା, ଆମର ଆରମ୍ଭ ଏବଂ ଶେଷ ଭଲ ହବ। ଚତୁର୍ଥ କଥା ମୁଁ କହିଲି, ଯଦି ଆମେ ଆସନ ଲୋଭୀ, ପଦ ପଦବୀର ଲୋଭୀ ହେବା ନାହିଁ, ଆମର ଆରମ୍ଭ ଏବଂ ଶେଷ ଭଲ ହବ। ପଞ୍ଚମ କଥା, ଯଦି ପ୍ରଭୁଙ୍କ ଲୋକମାନେ ଆମେ ଯଦି ଆହାବ ପରି ହେବା ନାହିଁ। ଆହାବ ଏକ ଦୁଷ୍ଟା ସ୍ତ୍ରୀକୁ ବିବାହ କଲା। ତାର କଥାରେ ପଡି ପରମେଶ୍ୱରଙ୍କୁ ଛାଡି ବିପଦଗାମୀ ହେଲା। ତାର ଆରମ୍ଭ ଭଲ ଥିଲା, ଶେଷରେ ଅଭିଶପ୍ତ ହେଇକି ସେ ମରୁଛି। ମୁଁ କହିବା ପାଇଁ ଚାହେଁ, ଯଦି ଆମର ଆରମ୍ଭ ଏବଂ ଶେଷ ଭଲ ହଉ ବୋଲି ଚାହୁଁଛୁ, ଶୁଣ, ଠିକ ଲୋକ ସହିତ ଫେଲୋशिप ରଖିବେ। ଯଦି ଆହାବ ବିବାହ କରିଥାନ୍ତା ଗୋଟିଏ ବିଶ୍ୱାସିନୀ ମହିଳାକୁ, ସେ ଭ୍ରଷ୍ଟ ହେଇନଥାନ୍ତା। ଆମ ଭେଣ୍ଡିଆ ମାନେ ଆଜିକାଲି ଫେସବୁକ ରେ ବାହା ହଉଛନ୍ତି, सोशल मीडिया रे कन्या खोजुछंती, निज इच्छा रे करूछंती। सुनो, कारी कारी आत्मिक जीवन नष्ट हो जाउछि। मु आपण को कहिबा पई चाहे, यदि लोटो विनष्ट हैला, तार वंश अभिशप्त हैला, काहे कि जानि छंती, से ठीक लोक को छाड़ी दे सदोम गमोरा आड़े जाके घर बनैला। अब्राहम सांगरे रहउछला, कार कथार अब्राहम को छाड़िला, मेसोपालक मानकर झगड़ा होउछि बोली। मेसोपोटामिया रु बाहरी आसीछि अब्राहम को सहित, दीर्घ वर्ष अब्राहम को सांगरे सांगरे रहउछि। अब्राहम किए? परमेश्वरଙ୍କର बंधु। सकाळे दिनरे रातिरे प्रभु कथा कहउछंती। मेंढा बेपार भल हो बोली प्रभु को छाड़ी के पळेछि। आ कुआडे जाइछि आज्ञा? सोदोम गमोरा रे घर बनी की अछि। अब्राहम को पाखरे थिला बेले तंबुरे रहउथिला। जे देश जाई से फल खाई, जैसा देश ऐसा भेष। अब्राहम घरे थिला, गिरजा प्रार्थना सब हेउथिबो। सोदोम गमोरा रे के गिरजा करबा संगरे? ता स्त्री तो लोभीटा, ता जुई माने तो परिहास करबा लोक माने एकाकी पड़ीगला। परिशेषरे प्रभु को लोक माने से गारू घर छाड़ी के पळेबा को पड़िला। सुनो, ता लाइफ रे घर नथिला, तंबू थिला, तंबू। आह्वान भूलंतु नहीं, अग्नि पुष्टि है घर पड़ी जाउछि। ता स्त्री भी पथगामी है कि लवण स्तंभ हैला। तार दुईटा झियो माने बापा को मद पियाई, द्राक्षा रस पियाई कि जहा कले घृण्य कर्म। संतान जन्म हैला, मयाब अमन, मयाब अभिशप्त हेले। काहे कि प्रभुंग लोक को छाड़ी की निजर सुविधा खोजिले एमती हबा। एणु आत्मिक लोक सहित सहभागिता जदि करिवे नाही, आरंभ भल होइथिले मध्ये शेष खराब हेबार संभावना अछि। आत्मिक लोक को छाड़ंतु नाही। युवा माने विवाह करिवो, बेसी रूप रंग गोरा देखिबो नाही, आत्मिकता को देखो। धन ये सब ऊपर देखो,
ସୁନ୍ଦରତା ହେଲେ ଚଳିବ, ନହେଲେ ଚଳିବ, ଆତ୍ମିକତା ନହେଲେ ଚଳିବ ନାହିଁ। ଆହାବର ସମସ୍ୟା ହେଲା, ଆହାବ ଗୋଟେ ଏମିତି ସ୍ତ୍ରୀକୁ ବାହା ହେଲା ଯିଏକି ଦୁଷ୍ଟ ଆଉ ଗୁଣୀ ଗାରୁଡି ତନ୍ତ୍ର ମନ୍ତ୍ରକୁ ବିଶ୍ୱାସ କରିବା ସ୍ତ୍ରୀ, ବିଜାତି ଝିଅ। ଆହାବର ଆରମ୍ଭ ଭଲ ଥିଲା, ଶେଷ ଖରାପ ହେଇଗଲା। ମୁଁ ଆପଣ ମାନଙ୍କୁ ଚେତାଇ ଦେବା ପାଇଁ ଚାହେଁ, ଆପଣ ମାନଙ୍କର ଆରମ୍ଭ ଠାରୁ ବର୍ତ୍ତମାନ ଭଲ ଅଛି ତ? ଯଦି ଭଲ ନାହିଁ ଟିକେ ଚେକ୍ କରନ୍ତୁ କୋଉଠି ଆପଣଙ୍କର ସମସ୍ୟା ହେଇଛି। ଆଉ ଗୋଟେ କଥା, ଆଦ୍ୟ ପ୍ରେମ ପରିତ୍ୟାଗ କଲେ ଆମର ଶେଷ ଦୁର୍ଦ୍ଦଶା ହେଇଯାଏ। ପ୍ରକାଶିତ 2 ଅଧ୍ୟାୟ ତାର 4-5 ଏଫେସୀୟ ମଣ୍ଡଳୀକୁ ସୂଚନା ଦିଆଗଲା, ତୁମେ ଆପଣ ଆଦ୍ୟ ପ୍ରେମ ପରିତ୍ୟାଗ କରିଅଛ। ପଢି ଦିଅନ୍ତୁ। ତଥାପି ତୁମ୍ଭ ବିରୁଦ୍ଧରେ ଆମ୍ଭର ଏହି କଥା ଅଛି, ତୁମ୍ଭେ ଆପଣ ଆଦ୍ୟ ପ୍ରେମ ପରିତ୍ୟାଗ କରିଅଛ। ଏଣୁ କେଉଁଠାରୁ ତୁମ୍ଭର ପତନ ହୋଇଅଛି ତାହା ସ୍ମରଣ କରି ମନ ପରିବର୍ତ୍ତନ କର ଓ ଆଦ୍ୟ କର୍ମ ସବୁ କର। ନହେଲେ ଯେବେ ମନ ପରିବର୍ତ୍ତନ ନ କର, ତେବେ ଆମ୍ଭେ ତୁମ୍ଭ ନିକଟକୁ ଆସି ତୁମ୍ଭର ପ୍ରଦୀପ ସ୍ୱସ୍ଥାନରୁ ଘୁଞ୍ଚାଇ ଦେବୁ। ଆପଣ ମାନଙ୍କୁ କହିବା ପାଇଁ ଚାହେଁ, ବାଇବଲର 7 ଗୋଟି ମଣ୍ଡଳୀ, ଏଫେସସ୍, ସ୍ମୁର୍ଣ୍ଣା, ପରଗମ, ଥୁୟତିରା, ଫିଲାଦେଲଫିଆ, ସାର୍ଦି, ଲାଉଦିକିଆ, ଏ 7ଟା ମଣ୍ଡଳୀକୁ ମଧ୍ୟରୁ ଗୋଟିଏ ମଣ୍ଡଳୀକୁ ପ୍ରଭୁ ଚେତନା ଦେଇଥିଲେ, ତମେ ଯଦି ଆଦ୍ୟ ପ୍ରେମକୁ ଫେରି ଆସିବ ନାହିଁ, ଆମେ ତୁମର ପ୍ରଦୀପ ତୁମଠାରୁ ଘୁଞ୍ଚେଇ ଦେବ। ଜାଣିଛନ୍ତି, ସତକୁ ସତ ସେମାନଙ୍କର ପ୍ରଦୀପ ପ୍ରଭୁ ଘୁଞ୍ଚାଇ ଦେଲେ। ଆଜି ଏଫେସ ସହରରେ ମଣ୍ଡଳୀ ନାହିଁ। କାହିଁକି ନାହିଁ? ବାକ୍ୟ ଶୁଣିଲେ ହେ, ଚେତନା ପାଇଲେ ହେ, ସେମାନେ ପରିବର୍ତ୍ତନ ହେଲେ ନାହିଁ। ମୁଁ କହିବା ପାଇଁ ଚାହେଁ, ପ୍ରଭୁ ଏ ସଭାରେ ଆମମାନଙ୍କୁ ଚେତାଇ ଦେଉଛନ୍ତି, ଆମେ ଯଦି ଆଦ୍ୟ ଜୀବନରେ ଯେମିତି ଥିଲୁ, ପକ୍କା ମାନଙ୍କ ପାଇଁ, ପାଳକ ମାନଙ୍କ ପାଇଁ, ସେବା କରିବା ପାଇଁ, ବାକ୍ୟ ପଢିବା ପାଇଁ, ପ୍ରାର୍ଥନା କରିବା ପାଇଁ ଯେମିତି ଥିଲୁ, ସେମିତି ରହିବା ନାହିଁ। ଆମର ଦୀପ ବି ଲିଭା ଯାଇପାରେ। ପ୍ରଭୁଙ୍କ ଲୋକମାନେ ଏଇ କେତୋଟି କଥା କହିକି ମୁଁ ସମାପ୍ତ କରୁଅଛି। ଯଦି ଆଜ୍ଞାବହ ହେବେ ନାହିଁ, ଆରମ୍ଭ ଅପେକ୍ଷା ଶେଷ ଭୟଙ୍କର ଦୁର୍ଦ୍ଦଶାରେ ପରିଣତ ହେବ। ଯଦି ଲୋଭ ଛାଡ଼ିବେ ନାହିଁ, ଆରମ୍ଭ ଅପେକ୍ଷା ଶେଷ ଭୟଙ୍କର ନଷ୍ଟ ହେଇଯିବ। ଆଉ ଗୋଟିଏ ବିଷୟ, ଗର୍ବ। ମୁଁ 7ଟି କଥା କହିବା ପାଇଁ ଚାହୁଁଥିଲି। ପ୍ରଥମ ହେଲା ଆଜ୍ଞାବହତା, ଦ୍ୱିତୀୟ ହେଲା ଲୋଭ ଶୂନ୍ୟ ଜୀବନ, ତୃତୀୟ ହେଲା ଅଭିଳାଷ ଶୂନ୍ୟ ଜୀବନ, ଚତୁର୍ଥ ହେଲା ପଦ ପଦବୀ ପ୍ରତି ଲାଳସା ଶୂନ୍ୟ ଜୀବନ ହେବା ଦରକାର। ଆଉ ପଞ୍ଚମ ବିଷୟ କଣ କହିଥିଲି? ଆତ୍ମିକ ଲୋକ ସହିତ ସହଭାଗିତା କରିବା ଛାଡ଼ିବ ନାହିଁ। ହାଲେଲୁୟା। ଷଷ୍ଠ ହେଲା ଆଦ୍ୟ ପ୍ରେମକୁ ଛାଡ଼ିବାକୁ ହବ ନାହିଁ। ସପ୍ତମ, ନମ୍ର ହେଇକି ରହିବ, ଗର୍ବ ଛାଡ଼ିବ ନାହିଁ। ସେମିତିକି ଗର୍ବ ଛାଡ଼ିବ, ନମ୍ର ହେଇକି ରହିବ। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ସହଜ ନାହିଁ ଆଜ୍ଞା। କିଛି କିଛି ସଭାରେ ଭଲ ଭଲ ଗୀତ ଗାଇବା ପିଲାମାନେ ଗୀତ ଗାଇବାକୁ ସୁଯୋଗ ନେଲେ ମାଡଗୋଳ ହେଇଯାଉଛନ୍ତି। କୁଆଡେ ହେଲା ନମ୍ରତା? କିଛି କିଛି ପାଳକ ପ୍ରଚାରକ ମାନେ ମାନ ସମ୍ମାନ ନ ମିଳେ ଝଗଡା ହେଇଯାଉଛନ୍ତି। କୋଉଠି ରହିଲା ନମ୍ରତା? ମୁଣ୍ଡ ନୁଆଇବା ନମ୍ରତା ନାହିଁ। ଆପଣଙ୍କୁ ଯେତେ ଦୁଃଖ ଦେଲେ ବି ସହିଯିବା ହଉଛି ନମ୍ରତା। ମାନ ସମ୍ମାନ ନ ଖୋଜିବା ହଉଛି ନମ୍ରତା। ହାଲେଲୁୟା। এই 7 ଗୋଟି ବିଷୟକୁ ଯଦି ଆମେ ଆରମ୍ଭରୁ ଶେଷ ଯାଏ ଧରି ରଖିବା, ପ୍ରଭୁଙ୍କ ଲୋକମାନେ ଆମେ ଖ୍ରୀଷ୍ଟଙ୍କର ସହଭାଗୀ ହେଇପାରିବା ଶେଷ ଦିନରେ। ପ୍ରଭୁ ଆମମାନଙ୍କୁ ସାହାଯ୍ୟ କରନ୍ତୁ।
ଆମେ ଏ ସକଳ ବିଷୟକୁ ଧରିକି ଚାଲିବା ଖ୍ରୀଷ୍ଟିଆନ। ଆସନ୍ତୁ ଚକ୍ଷୁ ବନ୍ଦ କରନ୍ତୁ। ମଙ୍ଗଳମୟ ସ୍ୱର୍ଗୀୟ ପିତା, ଅଳ୍ପ ସମୟ ତମ ବାକ୍ୟ ଧ୍ୟାନ କରିବା ପାଇଁ ଆମମାନଙ୍କୁ ଦୟା କରିଛୁ। ଏ ସକଳ ବାକ୍ୟକୁ ଧରି ଚାଲିବୁ ପ୍ରଭୁ, ସେପରି ଅନୁଗ୍ରହ କର। ପ୍ରତ୍ୟେକଙ୍କୁ ତୁମ୍ଭର ପରାକ୍ରାନ୍ତ ହସ୍ତରେ ସମର୍ପଣ କରି ପ୍ରାର୍ଥନା ଯୀଶୁଙ୍କ ନାମରେ ମାଗିଲେ,